ମୁଁ କହିବାର ଅର୍ଥ କ'ଣ ବୋଲେ ଏତେବେଳେ ସୂର୍ଯ୍ୟ ଅନ୍ଧକାର ହେଲା ବେଳକୁ ମାନେ 3 ଭାଗ ଅନ୍ଧକାର ହେଇଯିବ ନାହିଁ କି ସେତେବେଳେ ମଣ୍ଡଳୀ ଥିବ ଲୋକମାନେ ହତବୁଦ୍ଧି ଏକା ହେଇଯାଉଥିବେ ଖାବା ହେଇଯାଉଥିବେ କିନ୍ତୁ ଖ୍ରୀଷ୍ଟିଆନ ଲୋକମାନେ ଖାବା ହେବେ ନାହିଁ। ଏଟା ତ ଲେଖା ହେଇଛି ବୋଲି ଭାବେ ହାଲେଲୁୟା। ଏ ଜିନିଷ ଲେଖା ହେଇଛି ଏଟା ଗୋଟେ ବୋଲି ପ୍ରଭୁ କହିଛନ୍ତି ବୋଲି ଆମେ ଆହୁରି ଟିକେ ଷ୍ଟ୍ରଙ୍ଗ ହେଇଯିବୁ ପ୍ରେଜ୍ ଦ ଲର୍ଡ। କିନ୍ତୁ ଲୋକମାନେ ତାଙ୍କୁ ତ ମାଡ଼ ଉପରେ ମାଡ଼ ଆସୁଥିବ ସେମାନଙ୍କ ଜୀବନରେ କାହାର ଜୀବନରେ ଲୋକମାନଙ୍କ ପୃଥିବୀର ଗୋଷ୍ଠୀମାନଙ୍କ ଜାତିମାନଙ୍କ କ୍ଲେଶ ଘଟିବ ବୋଲି ଲେଖା ହେଇଛି ହାଲେଲୁୟା। ସେତେବେଳକୁ ଜିହୁଦୀ ଲୋକମାନେ ରହିବେ କିନ୍ତୁ ଖ୍ରୀଷ୍ଟିଆନ ଲୋକମାନେ ରହିବେ ନାହିଁ ହାଲେଲୁୟା। କି ପାଇଁ ରହିବେ ନାହିଁ ବୋଲି କହିଲେ ମଣ୍ଡଳୀ ସେତେବେଳକୁ ଆକା ନିଜକୁ ଉଠାଯିବ ପ୍ରେଜ୍ ଦ ଲର୍ଡ। ପ୍ରଭୁ କହିଥିବା କଥା ଆମର ପ୍ରି ଟ୍ରିବୁଲେସନ ବାଲା ମାନେ କହୁଛନ୍ତି କ'ଣ ବୋଲି କହିଲେ ତା ପୂର୍ବରୁ ଆକା ମଣ୍ଡଳୀ ପଳେଇବ ବୋଲି କହୁଛନ୍ତି। 7 ବର୍ଷ ମହାକ୍ଲେଶ ପୂର୍ବରୁ ଆକା ପଳେଇବ ମଣ୍ଡଳୀ କିଛି ହେବ ନାହିଁ ମଣ୍ଡଳୀକୁ ବୋଲି କହୁଛନ୍ତି। କିନ୍ତୁ ମଣ୍ଡଳୀକୁ କିଛି ହେବ ନାହିଁ ବୋଲି ପ୍ରଭୁ ମଧ୍ୟ କହୁଛନ୍ତି ହାଲେଲୁୟା। ଆମକୁ କିଛି ମଧ୍ୟ ହେବ ନାହିଁ ମାତ୍ର ଆମକୁ ମାନେ ପ୍ରଭୁ କହିଛନ୍ତି ଏଟା ଗୋଟେ ଛୁଟି ମଧ୍ୟ ଉପାଡ଼ି ପାରିବେ ନାହିଁ ହାଲେଲୁୟା। ତମର ଛୁଟି ସବୁ ଗଣା ଯାଇଛି ପୁଣି ତମର ମସ୍ତକର ମୁଣ୍ଡରେ ଥିବା ଛୁଟି ସବୁ ବାବୁ ମାନେ ଶୁଣ ତମର ମୁଣ୍ଡରେ ଥିବା ଛୁଟି ସବୁ ଗଣା ଯାଇଛି ସତ ମିଛ କୋଉଠି ସତ କେବେ ଜାଣିଦେଇଛ ତମ ମାନେ ସତ କି କେବେ କାହାର ମୁଣ୍ଡର ଚୁଟି ଗଣୁଛ କି ରେ ସତ କି ମିଛ କେ କହିଲା ସେଟା ମିଛ କେ ମଧ୍ୟ ତାଙ୍କର ମୁଣ୍ଡର ଚୁଟି ଗଣି ପାରି ନାହାନ୍ତି। ପ୍ରଭୁ କହୁଛନ୍ତି ତୁମର ମୁଣ୍ଡର ଚୁଟି ସବୁ ଗଣା ଯାଇଛି ହାଲେଲୁୟା ହାଲେଲୁୟା। ଜାଣିଛ କି ପ୍ରଭୁ ସେଟା ମହାନ ବୁଝ ନାହିଁ ତମର ଛୁଟି ସବୁ ଗଣା ଯାଇଛି ଏ ଛୁଟି ବିଷୟରେ ଗୋଟେ ଛୁଟି ମଧ୍ୟ କେଉଁ ପାରିବେ ନାହିଁ ବୋଲୁଛନ୍ତି ପ୍ରେଜ୍ ଦ ଲର୍ଡ। ତାର ତ କ'ଣ ମଣ୍ଡଳକୁ କିଛି ପ୍ରଭୁ ହେବାକୁ ଦେବେ ନାହିଁ ହାଲେଲୁୟା। ହେଲେ କ୍ଲେଶ ଦେଖି କ'ଣ ପାଇଁ ଗମନ କରିବ ବୋଲି କହୁଛ ବୋଲି କହିଲେ ସପ୍ତମ ତୁରୀ ଧ୍ୱନି ବାଜି ନାହିଁ। ସପ୍ତମ ତୁରୀ ଧ୍ୱନି ବାଜିବା ପର୍ଯ୍ୟନ୍ତ ଯେତେଟା କ୍ଲେଶ ଘଟିବ ସେତେବେଳେ ଘଟିବା ବେଳକୁ ମଣ୍ଡଳୀ ଥିବ ସିନା କିଛି ହେବ ନାହିଁ। ସେଇଟା ଧୈର୍ଯ୍ୟ ରହିବାର ଅଛି ବୁଝିପାରିଲ କି। ସପ୍ତମ ତୁରୀ ଧ୍ୱନି ବାଜିବା ପରେ ଆଉ କ'ଣ ଅଛି ବୋଲି କହିଲେ 7ଟା କ୍ରୋଧର ପାତ୍ର ଅଛି ସେତେବେଳକୁ ଆଉ ମଣ୍ଡଳୀ କିଛି ରହିବାର ନାହିଁ ହାଲେଲୁୟା। ଏ ପୃଥିବୀରେ ଆସିଥିବା କଷ୍ଟ ଦୁଃଖ ସମସ୍ୟା ସେଟା କୋଉଠି ସେ ଲୁକୃତ ସୁସମାଚାରରେ ମାନେ ସେ ଗୋଟେ ଜାତି କଥା କହିଲେ କି ସବୁ ଜାତି କଥା କହିଲେ ଦେଖ ଆଉ ଥରେ ପଢ କ'ଣ କହିଲେ ସୂର୍ଯ୍ୟ ଚନ୍ଦ୍ର ଓ ନକ୍ଷତ୍ର ମାଳ ଲକ୍ଷଣ ଦେଖାଯିବ ଆଉ ପୃଥିବୀର ଜାତିମାନଙ୍କ ମଧ୍ୟରେ ଲେଖା ହେଇଛି ନା। ଜାତି ବୋଲେ ଆମର ଜାତି କ'ଣ ମଣ୍ଡଳୀ ଖ୍ରୀଷ୍ଟିଆନ ଜାତି ପ୍ରେଜ୍ ଦ ଲର୍ଡ। ଆମର ଜାତି ରହିବ ନାହିଁ ବୁଝିପାରିଲ କି ଆମେ ରହିବୁ ନାହିଁ ଜାତିମାନ ରହିବେ। ଜାତିମାନେ ବୋଲି କହିଲେ ବହୁ ସଂଖ୍ୟା ବେଶୀ ଜାତି ବିଭିନ୍ନ ପ୍ରକାର ଜାତି ପୃଥିବୀରେ ରହିବେ ପ୍ରେଜ୍ ଦ ଲର୍ଡ। ଆମେ ରହିବୁ ନା ମୁଁ କେମିତି କି ପାଖା କହୁଛି ବୋଲି କହିଲେ ସାଧାରଣ କଷ୍ଟ ହେଉଥିବା ସମୟରେ ରହିବ ମଣ୍ଡଳୀ। ସୂର୍ଯ୍ୟକୁ ପ୍ରଥମେ ଆଘାତ ବାଜିଲା ବୋଲି ମଣ୍ଡଳ ରହିବ ସିନା ମଣ୍ଡଳ କିଛି ହେବ ନାହିଁ। ଯେଉଁ ପ୍ରକାଶିତ ବାକ୍ୟ ତାର 15 ତାର ଦେଖିଲୁ ନାହିଁ କି ସେତେବେଳେ ମାତ୍ର ମଣ୍ଡଳୀ ସେତେବେଳେ ଲୋକ ମରିଯିବା ସମୟ ସେଟା ଲୋକ ମାନେ ସାପା ହେଇଯିବା ସମୟ ସେତେବେଳେ କି ପାଇଁ ମଣ୍ଡଳ ରହିବ ପ୍ରେଜ୍ ଦ ଲର୍ଡ। ମଣ୍ଡଳୀ ବେଶୀ କଷ୍ଟ ସମୟ ରହିବ ନାହିଁ ନା କି ପାଇଁ ରହିବ ପ୍ରଭୁ ତ ସୁରକ୍ଷିତ ଭାବରେ ତ ନେଇଯିବେ ହାଲେଲୁୟା। ସେଥିପାଇଁ ପଢ଼ ଟିକେ ପଢ଼ ସେଟା 4th କ'ଣ ପାତ୍ର 4th ପାତ୍ର 15 ତାର ଇଏ 8 ପଢ଼ରେ 4th ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ ତହିଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା। ସୂର୍ଯ୍ୟକୁ ଶକ୍ତି ଦିଆଗଲା ଅଗ୍ନି ସହିତ ଲୋକମାନଙ୍କୁ ଝାଳି ଦେବା ପାଇଁ ହାଲେଲୁୟା। ହେଲେ ସେତେବେଳେ ଆମେ କି ପାଇଁ ରହିବୁ ପ୍ରଭୁ ଆମକୁ ସେତେବେଳେ ଗ୍ରହଣ କରିଥିବେ। ପ୍ରଭୁ ଗ୍ରହଣ କରିବାର ଅଛି ବୋଲେ ଆମେ କ'ଣ କରିବାର ଅଛି ମୋର ପ୍ରିୟ ଲୋକମାନେ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ରଖିକିରି ସ୍ଥିର ହେଇକିରି ଆଜି ଗୀତ ସଂହିତା ଅନୁସାରେ ସତ୍କର୍ମ କରିବାର ଅଛି ହାଲେଲୁୟା। ସତ୍କର୍ମ କରିକି ଦେଶ ରଖିଥିବାର ଅଛି
କୋଉଠି ଥିବାର ଅଛି? ଦେଶରେ ଆକା ଥିବାର ଅଛି। ବିଶ୍ୱସ୍ତ ଲୋକ ହେଇକରି ବିଶ୍ୱସ୍ତତାର ଅନୁଗାମୀ ହେବାର ଅଛି। ଅନୁଗାମୀ ହେବାର ଅଛି ବୋଲି କହିଲେ ଆଜି ଆମ କାମ ଦାମ କିଛି ନାହିଁ କି ପାଇଁ ଆସି ଏଇଠି ବସିଛୁ? ବିଶ୍ୱାସର ଅନୁଗାମୀ ହେଉଛୁ। ହାଲେଲୁୟା। ସତ୍ୟ ମାର୍ଗ ଶୁଣିବା ପାଇଁ ଆସିଛୁ। ପ୍ରେଜ୍ ଦ ଲର୍ଡ। ଆମେ ମାନଙ୍କୁ ପ୍ରଭୁ ସୁରକ୍ଷିତ କରିବେ। ସେତେବେଳେ ଜିହୁଦୀ ମାନଙ୍କୁ ଏ କଥା କୁହାଉଛି କ'ଣ ବୋଲି? ତୁମେ ଉପରକୁ ଟିକେ ଦେଖ। ହାଲେଲୁୟା। ଉପରକୁ ଟିକେ ଦେଖ। କିଏ ଆସୁଛି ବୋଲେ? ତମର ଭାଇ ତମର ଭଉଣୀ ଆସୁଛନ୍ତି। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଯୀଶୁ ଆସୁଛନ୍ତି ସ୍ୱର୍ଗରୁ ଅବତରଣ କରୁଛନ୍ତି। ଆକାଶ ମେଘମାଳାରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ'ଣ କରୁଛନ୍ତି? ଆଗମନ କରିବା ଦେଖିବ। ପ୍ରେଜ୍ ଦ ଲର୍ଡ। କିଏ ଦେଖିବେ ସେତେବେଳେ? ଦେଖ, ଯୀଶୁଙ୍କ ସହିତ କିଏ ଆସିଥିବେ? ମଣ୍ଡଳୀ, କୋଟି କୋଟି ଦୂତ ମାନେ ଆସିବେ। ହାଲେଲୁୟା। ସେଥିପାଇଁ ଏକା ମଣ୍ଡଳୀ ନଥିବ ବୋଲି କହୁଛି ମୁଁ। ବୁଝିପାରିଲ କି? ଏଥିପାଇଁ ଏ ବାକ୍ୟ ପାଇଁ ଏକା ମୁଁ ମଣ୍ଡଳୀ ନଥିବ ପୃଥିବୀରେ ବୋଲି କହୁଛି। ହାଲେଲୁୟା। ସେତେବେଳେ ଲୋକେ ମନୁଷ୍ୟ ପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘରେ ଆଗମନ କରିବା ଦେଖିବେ। ହାଲେଲୁୟା। ସେତେବେଳେ ଏକା ପ୍ରଭୁ ତାଙ୍କୁ କହୁଛନ୍ତି ତୁମେ ଉପରକୁ ଦେଖ କହୁଛନ୍ତି। ହାଲେଲୁୟା। ମଣ୍ଡଳୀକୁ ନାହିଁ, ମଣ୍ଡଳୀ ତ ଉପରୁ ତଳକୁ ଆସୁଥିବ। ବୁଝିପାରିଲ କି? ଉପରଠୁ ତଳକୁ ମଣ୍ଡଳୀ ଆସୁଥିବ। କିଏ ଦେଖିବାର ଅଛି ବୋଲି କହିଲେ? ଜିହୁଦୀ ଲୋକମାନେ ଉପରକୁ ଦେଖିବାର ଅଛି। ପ୍ରେଜ୍ ଦ ଲର୍ଡ। ସବୁ ପୃଥିବୀର ଲୋକମାନେ ସବୁ ଦେଖିବେ। ଆମେ ମହାମହିମା ସହିତ ଥିବୁ। ମହିମା ରୂପ ଧାରଣ କରି ଥିବୁ। ଯୀଶୁଙ୍କ ପାଖରେ ଥିବୁ। ହାଲେଲୁୟା। ବର ଯେମିତି ବର ପାଖରେ ଯେମିତି ବରଣୀ ଥିବ ନାଇଁ କି? ଯୀଶୁଙ୍କ ପାଖରେ ଆମେ ସେ ପ୍ରକାର ଥାଇକରି ଏ ପୃଥିବୀ ଉପରକୁ ଆସିବୁ। ହାଲେଲୁୟା। ଏହି ପ୍ରକାର ସମୟ ପ୍ରଭୁ ଦେବାକୁ ଯାଉଛନ୍ତି ମୋର ପ୍ରିୟ ଲୋକମାନେ। ହେଲେ ଏ ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ତାରା ମାନେ ନଷ୍ଟ ହେବା ସମୟ ଅଲଗା। ହାଲେଲୁୟା। ଲାଷ୍ଟ ସମୟରେ ଷଷ୍ଠ ମୁଦ୍ରା ଭାଙ୍ଗିବା ସମୟରେ ଏ ସବୁ ନଷ୍ଟ ହେଇଯିବ। ପ୍ରେଜ୍ ଦ ଲର୍ଡ। ମନୁଷ୍ୟ ପୁତ୍ରଙ୍କର ମୁଖ ନିର୍ଗତ ବାକ୍ୟରେ ତାଙ୍କର ମୁଖରେ ଏସବୁ ଉଡ଼ିଯିବ। ପୁଣି କ'ଣ ଉଡ଼ିଯିବ କି? ଆକାଶ ମଣ୍ଡଳ, ସୂର୍ଯ୍ୟ ଚନ୍ଦ୍ର ତାରା ଗଣ କାହାକୁ ବି ଜାଗା ରହିବ ନାହିଁ। ହାଲେଲୁୟା। ସବୁ ନଷ୍ଟ ହେଇଯିବ। ମାତ୍ର ଆମେମାନେ ସୁରକ୍ଷିତ ରହିବୁ। ଆମେ ସୁରକ୍ଷିତ ହେବାର ଅଛି ବୋଲି କହିଲେ ସତ୍କର୍ମ କରିବାର ଅଛି। ସୁରକ୍ଷିତ ହେବାର ଅଛି ବୋଲି କହିଲେ ବିଶ୍ୱସ୍ତତାରେ ରହିବାର ଅଛି। ଏମିତି ନାମକୁ ମାତ୍ର ବିଶ୍ୱାସ ରହିବୁ ତାହା ନୁହେଁ। ହୃଦୟ ସହିତ ବିଶ୍ୱାସରେ ରହିଲେ ଆମେମାନେ ସେଇ ମହାବୀର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ଆମେ ମେଘମାଳାରେ ଆଗମନ କରିପାରିବା। ହାଲେଲୁୟା। ଗୋଟେ ନିଗୁଡ ତତ୍ତ୍ୱ ବିଷୟ ତମମାନଙ୍କୁ କହୁଛି ମୋର ପ୍ରିୟ ଲୋକମାନେ। ଆଶ୍ଚର୍ଯ୍ୟ ବିଷୟ, ପୃଥିବୀ କ'ଣ ସେ ପୃଥିବୀ ଅପେକ୍ଷା ମାନେ ମାନେ ପୃଥିବୀ ଜାଣିନଥିବ ସେ ବିଷୟ। ହାଲେଲୁୟା। ପୃଥିବୀ ଉପରକୁ ମାନେ କି କଷ୍ଟ ଆସିବ, କି କଷ୍ଟ ଆସିବ, ଆଜି କ'ଣ ହବ, କାଲି କ'ଣ ହବ ବୋଲି ଲୋକମାନେ ଭୟ ରହୁଥିବା ସମୟରେ ମଣ୍ଡଳୀ ଭୟ ହେବାର ଦରକାର ନାହିଁ ବୋଲି ପ୍ରଭୁ କହୁଛନ୍ତି। ହାଲେଲୁୟା। କି ପାଇଁ ବୋଲି କହିଲେ ଏମିତିକାର ଗୋଟେ ମହା ଅଦ୍ଭୁତ ଜିନିଷ ଘଟିବ ପୃଥିବୀରେ। ଗୋଟିଏ ମୁହୂର୍ତ୍ତରେ, ଚକ୍ଷୁର ପଳକରେ, ଶେଷ ତୁରୀ ଧ୍ୱନିରେ, ହାଲେଲୁୟା, ଗୋଟେ ମିନିଟରେ ହଜାର ହଜାର ଲକ୍ଷ ଲକ୍ଷ କୋଟି କୋଟି ଖ୍ରୀଷ୍ଟିଆନ ଲୋକମାନେ ମାୟା ହେଇଯିବେ। ପ୍ରେଜ୍ ଦ ଲର୍ଡ। କେତେ ଲୋକ? ପୁଣି କୋଟି କୋଟି ଗଣି ନ ପାରିବା ଏତିକି ଲୋକମାନେ ପୃଥିବୀରୁ ମାୟା ହେଇଯିବେ। ସେଇ ପ୍ରକାର ଦିନ ଗୋଟେ ଆସୁଛି। ହାଲେଲୁୟା। ସେମାନେ କୋଉଠିକୁ ପଳେଇଲେ ବୋଲିଲେ? ମଧ୍ୟ ଆକାଶକୁ ପଳେଇଲେ। ହାଲେଲୁୟା। ସେଠୁ କୋଉଠି ପଳେଇଲେ? ସ୍ୱର୍ଗକୁ ପଳେଇଲେ। ହାଲେଲୁୟା। 7 ବର୍ଷର ମହାକ୍ଲେଶ ଶେଷ ହେଲା ପରେ ଯେତେବେଳେ ଲୋକମାନେ ହସ୍ତବ୍ୟସ୍ତ ହେଉଥିବେ, ପୃଥିବୀର ଲୋକମାନଙ୍କ ଉପରେ କ୍ଲେଶ ଘଟୁଥିବ, ଆଉ ସୂର୍ଯ୍ୟ ଅଗ୍ନି ପକେଇ ଦେଉଥିବ, ଅଗ୍ନି ବର୍ଷା ପକେଇ ଦେଉଥିବ, ସେତେବେଳେ ଲୋକମାନେ ଛୋଟପଟ ମରିଯାଉଥିବା ସମୟରେ ଲୋକମାନେ ପିଇବା ପାଇଁ ପାଣି ମଧ୍ୟ ମିଳିବ ନାହିଁ। ସେଇ ପ୍ରକାର ପରିସ୍ଥିତିରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆଗମନ କରିବେ। ହାଲେଲୁୟା। ଲୋକମାନେ ଭୟ ହେଉଥିବା ସମୟରେ ତୁମେ ଟିକେ ଉପରକୁ ଦେଖ ବୋଲୁଛନ୍ତି ଜିହୁଦୀ ମାନଙ୍କୁ। ପ୍ରେଜ୍ ଦ ଲର୍ଡ। ଆକାଶରେ ପ୍ରଭୁଙ୍କର ଲକ୍ଷଣ ଦେଖାଯିବ। ମେଘମାଳାରେ ପ୍ରଭୁ ଆସିବା ଦେଖିବେ। ସେତେବେଳେ ସମସ୍ତେ ଆହାକାର କରି ଛାତିରେ ମାରି ହେଇକରି କାନ୍ଦିବେ। ହାଲେଲୁୟା। ସେତେବେଳେ କାନ୍ଦିଲେ ଆଉ କିଛି ଲାଭ ନାହିଁ। ହାଲେଲୁୟା। ଆମେମାନେ ମାତ୍ର ଆନନ୍ଦ କରୁଥିବୁ।
ଆମେମାନେ ମାତ୍ର ଉଲ୍ଲାସ କରୁଥିବୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ପଠିତ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।